हाय गाइस वेलकम टू ए न्यू ब्लॉग चंदन भाई किसी कहबे कहतो ମୁଁ ଏଇଆ କହିବି କି ଆମର ରାତି 12ଟା ଯେଉଁ ମାନେ ଚାଲିଛି ଯେଉଁ କେଳେଙ୍କାରୀ କାମ ସେଇଟା କାହିଁକି ଚାଲିଛି ଚାଲନ୍ତୁ ଆଗ ଆମେ ପଚାରିବା ତାପରେ ଆମେ ପରେ ଏକ୍ସଟ୍ରା କଥା ହେବା। ଆଚ୍ଛା ପ୍ରଶ୍ନ ଆପଣ କ'ଣ ପାଇଁ ରାତି 12ଟାରେ ରୁଟି ବେଲୁଛନ୍ତି? ଆପଣ 7ଟାରେ ବେଲି ପାରିଥାନ୍ତେ, 11ଟାରେ ବେଲି ପାରିଥାନ୍ତେ, 12ଟାରେ କାହିଁକି ମାନେ ଇଏ କଲେ ପଏଣ୍ଟ ଆଉଟ୍ କଲେ କାହିଁକି 12ଟାରେ କଲେ? କଣ ଅଧିକ ଭୋକ ଲାଗିଲା? ଭୋକଟା ଯେତେବେଳେ ଲାଗିବ ସେତେବେଳେ ଖାଇବା ପାଇଁ କରିବୁ ନା 7ଟାରେ କରିକି ଖାଇଦେଇକି ପୁଣି 12ଟାରେ କରିକି ଆଉଥରେ ଖାଇବୁ? ଆଚ୍ଛା ଯଦି ସକାଳ 6ଟାରେ ଭୋକ କଲା ତ ତାହେଲେ କ'ଣ କରିବେ? ସେଟା ତ ଶୋଇକି ଉଠିଥିବେ ଜଷ୍ଟ ପାଣି ପିଇ ଦେଇକି ଶୋଇପଡ଼ିବି। ଯଦି ରାତି 4ଟାରେ ଲାଗିଥାନ୍ତା ତ ତାହେଲେ ପେଟକୁ ଚାପୁଡ଼ା ମାରି ଶୋଇପଡ଼ିଥାନ୍ତି। ଏବେ ତ ଭାଇ, କରିବେ ତମେ ଆମର ନ ଶୋଇଲେ ହୁଅନ୍ତାନି? ଆମେ ଶୋଇବା ନାଇଁ, ନାଇଁ, ତମେ କାରଣ ଶୋଇବନି। ଆମକୁ ଦରକାର ନିଦ। ନାଇଁ ତମେ ଶୋଇବନି ଭାଇ ମାନେ ଏବେ ରୁଟି କାହିଁକି ଆଉ କିଛି ତ କରି ହେଇଥାନ୍ତା। ଆଉ କିଛି କରିଥାନ୍ତି ବଟ୍ କିଛି ନାହିଁ। ଆରେ ଏମିତି ହିଁ ତ କି ଭାଉଜ ଦେଇଛନ୍ତି ରାତି 12ଟାରେ ରୁଟି କରି? ନା ନା ଭାଉଜ କହିନାହାନ୍ତି ବଟ୍ ମୁଁ ଶୁଣନ୍ତୁ ମୁଁ କହୁଛି ଯେ ଜିତ୍ ଭାଇଙ୍କ ଅବସ୍ଥା ଏତେ ଇଏ ହେଇଯାଇଛି ଯେ ଏବେ ରୁଟି କରିବାକୁ ବାଧ୍ୟ ହେଲେ। ଦୟାକରି ହ୍ୟାଲୋ ଗାଇଜ୍ ସବସ୍କ୍ରାଇବର ମାନଙ୍କୁ ଏତିକି ଅନୁରୋଧ ଯଦି ପାଖରେ କିଛି ଅଛନ୍ତି ଆଣିକି ଟିକେ ସାହାଯ୍ୟ କରିବେ ଆମ ଜିତ୍ ଭାଇଙ୍କୁ। ଜିତ୍ ଭାଇ କ'ଣ ଦରକାର? ଭାତ ଟିକେ ଦେଇପାରିବି। ସରି ଗାଇଜ୍ କାହାର ଆଜି ଭାତ ହେଇଛି ଦେଖନ୍ତୁ ଆଣିକି ବର୍ତ୍ତମାନ ହଉଛି ଆମ ଜିତ୍ ଭାଇ ଏତେ ବିକଳ ହେଇକି ଅଛନ୍ତି କି ତାଙ୍କୁ ଭାତ ତାଙ୍କୁ ମାଗିବାକୁ ପଡୁଛି। ମାଗିବାକୁ ପଡୁଛି। ଆଉ କିଛି କହିବେ ଆମର ଚନ୍ଦନ ଭାଇ? ମୁଁ ଏଇଆ କହିବି ଆମର ରାତି 12ଟାରେ ଯୋଉ ଝିଙ୍ଗାଦାଲା ଚାଲିଛି ହେଲା ସେଇ ଗୋଟେ କହୁଛି ଆମେ ଆପଣଙ୍କ ସହିତ ସେୟାର କରୁଛୁ। ଆପଣଙ୍କୁ ଏଇଟା କେମିତି ଲାଗୁଛି ଆପଣ ଟିକେ ମତାମତ ଜଣେଇବେ। ଠିକ ଅଛି, ଆଉ ଚ୍ୟାନେଲକୁ କ'ଣ ଲାଇକ୍ କରି ଟିକେ ସବସ୍କ୍ରାଇବ କରିକି ବେଲ୍ ଆଇକନଟାକୁ ଟିକେ ଦବାଇ ଦେବେ। ଦେଖା ଧୀରେ ଦବେଇବେ। ଠିକ ଅଛି, ଦେଖା ହବ। ନେକ୍ସଟ ବ୍ଲଗରେ ବାଏ।